ସତରେ ଭାଇ ଚାଷ କାମ ଯାହାର କେତେ ଦୁଃଖ ତାହାର ଆଉ ସୁଖ ନା ଦୁଃଖ ଏଇଟା ଆପଣମାନେ କମେଣ୍ଟ କରି କହିବେ ଚାଷ କାମଟା କଣ କେମିତି ତ ଏମିତି ଜଣେ ପ୍ରାପ୍ତ ବୟସ୍କରେ ଜଣେ ମାଉସୀ ଆମର ଏଠି ଚାଷ କରିଛନ୍ତି ଆପଣମାନେ ଦେଖିପାରୁଥିବେ ତାଙ୍କ ଏରିଆଟା ଏମିତି ଅଛି ବ୍ୟାକ୍ ସାଇଡ୍ ଏରିଆଟା ପୁଣି ଆପଣଙ୍କୁ ଫ୍ରଣ୍ଟ ସାଇଡ୍ ଏରିଆ ଦେଖେଇଦେବି ଆପଣ ଦେଖିପାରୁଥିବେ ଏରକମ ହଉଛି ତାଙ୍କର ଆ, ଢେର ବଡ଼ ଜମିଟା ଅଛି ତ ତାଙ୍କ ସାଙ୍ଗରେ ଆଲୋଚନା କରିବା ମାଉସୀ କେମିତି କଣ ଚାଷ କରୁଛନ୍ତି ଆଉ କଣ କଣ ଚାଷ କରୁଛନ୍ତି ସେ ବିଷୟରେ ମାଉସୀଙ୍କ ସାଙ୍ଗରେ ଆମେ ଆଲୋଚନା କରିବା। ମାଉସୀ ନମସ୍କାର। ହଁ ମାଉସୀ ହଁ ଏ ତୁ ଚାଷ କରିଛ ଲଟା ବେଳୁଛୁ ହଁ ମାଉସୀ ଠିକ ଅଛି କି? ଅଛନ୍ତି। ଅଛନ୍ତି ହଁ। ସମସ୍ତେ ସହଯୋଗ କରନ୍ତି ହଁ? ନା ମୁଁ ଏକଲା। ତମେ ଏକଲା ହଁ ତ ଭାଇ ଭଉଣୀ ମାନେ ଆପଣ ଦେଖିପାରୁଥିବେ ମାଉସୀ ଗୋଟେ ଏଠି ଲଟା ହାଣୁଛନ୍ତି ତ ଏକଲା ଯୋଉଟା ମାଉସୀ କହିଲେ ସେଟା ବହୁତ ଦମ୍ଭ ସହକାରେ କହିଛନ୍ତି ଯୋଉଟା ମୁଁ ତାଙ୍କୁ ବି ଧନ୍ୟବାଦ ଦେବା ଦରକାର ଆଉ ଆପଣମାନେ ବି ଦିଅନ୍ତୁ କାହିଁକି ନା ଆପଣ ଦେଖିପାରୁଥିବେ ମାଉସୀଙ୍କ ଏରିଆକୁ ମୁଁ ବର୍ତ୍ତମାନ ପଶିଛି ମାଉସୀଙ୍କ ଏରିଆଟା ଆପଣ ଦେଖିପାରୁଥିବେ ଏଠି ମାଉସୀ ଡ୍ରମ୍ ହେରିକା ସବୁ ରଖିଛନ୍ତି ଦେଖିପାରୁଥିବେ ଏପଟେ ଏମିତି ଅଛି ସବୁ ନଜରରେ କେତେ ବଡ଼ ଏରିଆ। ଆଚ୍ଛା 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 ଠିକ୍ ଅଛି। ମାଉସୀ ହଁ ଆଉ ଗୋଟେ କଥା ହେଲା ଆପଣ ସେଇ ପଛଆଡ଼େ ଯୋଉ ଅଡ଼ିଏନ୍ସ ମାନଙ୍କୁ ମୋର ଭାଇ ଭଉଣୀ ମାନେ ଦେଖୁଥିଲେ ଯୋଉ ଘରଟା ଅଛି ହଁ ଆଉ ଥରେ ଦେଖିଦଉଛୁ ଭାଇ ଓ ଭଉଣୀ ମାନେ ଆପଣ ଦେଖିପାରୁଥିବେ ପଛପଟେ ଗୋଟେ ଘର ଅଛି ଏଇଟା ହଉଛି ମାଉସୀଙ୍କର ଗୋଟେ ଘର ଅଛି। ଆଚ୍ଛା ମାଉସୀ ଏଠି ଆପଣ ରୁହନ୍ତି ନା ସେଟା କଣ ପାଇଁ ବନେଇଛନ୍ତି? ହଁ ଛୁକରି ଅଛନ୍ତି। ମୁଁ ବି ଏକଲା ରହୁଛୁ ବାଡ଼ିରେ ବେଟାରେ। ଗଛରେ ରହୁଛନ୍ତି? ଆଚ୍ଛା, ହାତୀ ହେଟା କିଛି ଆସୁନାହାନ୍ତି? ଆସୁଛୁ ଡେଲି ଡେଲି। ଘୁଷୁରୀ ମାନେ ଗୋଟେ ପାଟରେ ଆପଣ ଗୋଟେ ପାଟରେ ରହୁଛନ୍ତି ନାଇଁ କି? ହଁ ତ ଭାଇ ଭଉଣୀ ମାନେ ଆପଣ ଦେଖୁଛି ମାଉସୀ ଯେ ଜାଗାରେ ତାଙ୍କର ଏଠି କିସ କିସ ମାଉସୀ କରୁଛନ୍ତି ଆପଣ? ବାଇଗଣ ବିଲାତି ଭୁଷ ଭେଣ୍ଡି ସବୁଟା। ତ ମାଉସୀ ଆମ ସାଙ୍ଗରେ ଟିକେ କଥା ହେଲେ ଭଲ ହୁଅନ୍ତା ସମୟ ଅଛି ନା? କେତେବେଳେ କାମ କରୁଛୁ କେତେବେଳେ ଗପ କରୁଛୁ। ଟିକେ ଆମକୁ ଟିକେ ସମୟ ଦିଅ କାହିଁକିନା ଏଠି ଗୋଟେ ଭିଡ଼ିଓଟା ଆମେ କରୁଛେ ମାଉସୀ ଆଜ୍ଞା ତ ଆମ ଭାଇ ଭଉଣୀ ମାନଙ୍କୁ ଟିକେ ଆପଣଙ୍କ କଣ ଆପଣ ଏଇ ବୟସରେ ଏତେ ଗୁଡ଼ାକ କରିଛନ୍ତି ଟିକେ ମୁହଁଟା ଦେଖିଦେଲେ ଭଲ ହୁଅନ୍ତା ମୋର। ମୁଁ ଭାବୁଛି ସେୟା କାହିଁକିନା ଦର୍ଶକ ମାନେ ବି ସେୟା ଚାହୁଁଥିବେ ତ ଦେଖନ୍ତୁ ମାଉସୀଙ୍କର ବୟସ କେତେ ହେଇଥିବ ଆପଣ ଅନୁମାନ କରିକି ନିଶ୍ଚିତ ଭାବରେ କମେଣ୍ଟରେ ଜଣାଇବେ। ଇଏ ହେଉଛି ମାଉସୀ ଏକଲା କରୁଛନ୍ତି ଆଉ ଏତେ ବଡ଼ ଏରିଆଟା ରହିଛି ଇଏ ତ ମୁଁ ଆପଣଙ୍କୁ ଗୋଟେ ପାର୍ଟ ମୁଁ ଆପଣଙ୍କୁ ଦେଖେଇଦେଲି ଇଏ ଗୋଟେ ପାର୍ଟ ଅଛି ଆପଣଙ୍କର ତ ଆଉ ଗୋଟେ କଥା ହେଲା ୟା ସବୁ ଦେଖେଇଦେଲି ଇଏ ଟୋଟାଲ ଆପଣଙ୍କର ଇଏ ହେଉଛି ପୁରା ଜଙ୍ଗଲ ସରାଉଣ୍ଡିଂ ଏରିଆ ଅଛି ଏଠି ନା ଗାଁ ଅଛି ନା ବସ୍ତି ଅଛି ନା କିଛି ଅଛି ପୁରା ପାହାଡ଼ ହିଁ ପାହାଡ଼ ଆପଣ ଦେଖିପାରୁଥିବେ ତଥାପି ମାଉସୀ ସୂର୍ଯ୍ୟ ତ ଅସ୍ତ ହେବାକୁ ଯାଉଛନ୍ତି ଆପଣ ଦେଖିପାରୁଥିବେ ତ ତଥାପି ମାଉସୀ ତାଙ୍କର ସାହସ ବାନ୍ଧିକି ଜୀବନ ପାଇଁ ସଂଘର୍ଷ ବି କରୁଛନ୍ତି ସେଇଟା ମାଉସୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେବା କଥା। ଆଚ୍ଛା ମାଉସୀ ଏଠି ତ ଆଜ୍ଞା ସରିଲାନି ସେପଟେ ମୁଁ ଯାଇଥିଲି ସେପଟେ କିଛି ରୁଇଛନ୍ତି ବିଲାତି ଏକା ରୁଇଛନ୍ତି। ହଁ ଆଚ୍ଛା ଆମ ଦର୍ଶକ ମାନଙ୍କୁ ଟିକେ ଦେଖିଦବା ବିଲାତି ରୁଇଛନ୍ତି ବୋଲି ହଁ ଦେଖିଦବା ହଁ ଚାଲନ୍ତୁ ନା ମାଉସୀ ଦେଖିଦେବେ କାହିଁକିନା ମୁଁ ତ ଦେଖିଛି ମୁଁ ବୁଲି ବୁଲାକିରି ଆଇନି ଯେତେବେଳେ ମୁଁ ଦେଖିଛି ଏଠି ଆପଣ ବାଇଗଣ ରୁଇଛନ୍ତି କରିଥିବେ ଭାଇମାନେ ଆଉ ଏଠି ମାଉସୀଙ୍କର ବାଇଗଣ ଗଛ ହେଇଛି ଆପଣମାନେ ଦେଖିପାରୁଥିବେ ଏରକମ ସବୁ ମାଉସୀଙ୍କର ଏଇଟା ହେଉଛି ବାଇଗଣ ବାଟ ଅଛି। ଆଚ୍ଛା ମାଉସୀ ଏଇ ଯୋଉ ଡ୍ରମ୍ ଗୁଡ଼ାକ ରହିଛି ପାଣି ପାଣି ମେସିନ୍ର ନିଶ୍ଚିନ୍ତ କାହିଁକିନା ପାଇପ୍ ଗୁଡ଼ା ପଡ଼ିଛି ନା ହଁ ପାଇପ୍ ଗୁଡ଼ା ମାଉସୀ ପଡ଼ିଛି ନିଶ୍ଚିନ୍ତ ଆପଣମାନେ ସବୁ ପାଇପ୍ ନା ସେ ଡରମ ଡରମର ପାଣି ଟକ୍ କରୁଛୁ। ଆଚ୍ଛା ମାଉସୀ ଟିକେ ଆପଣଙ୍କର ବିଲାତି ବାଡ଼ି ଟିକେ ଯାଇଥାନ୍ତେ ଚାଲନ୍ତୁ ଦେଖି କିରକମ ବିଲାତି କରିଛନ୍ତି କଣ ଅଛି ମାଉସୀ ସଞ୍ଜ ହଉଛୁ କେତେବେଳେ ଯିବା ହାତୀ ଆସୁଛୁ।
ତ ଆସିବେ କାହିଁକିନା ଜଙ୍ଗଲ ଏରିଆଟା ନା ହାତୀ ତ ଆସିବେ। ମାଉସୀ କଥା ସରଞ୍ଜାମ ଅଛି ଏରকମ 1 2 3 4 5 6ଟା ଗଗରାକୁ ମିଶିକି ଆଉ ଗୋଟେ ଏଟା କଣ ଗୋଟେ ବଡ଼ ବେଲା ବୋଧେ ତା ସହିତ ମାଉସୀଙ୍କର 2ଟା ବୋତଲ ପଡ଼ିଛି ବାଲ୍ଟି ଗୋଟେ ଅଛି ଏଠି ହେଉଛି ମାଉସୀଙ୍କର ସରଞ୍ଜାମ ଅଛି। ଆଚ୍ଛା ମାଉସୀ ମେସିନ୍ କିଏ ଚଲାଏ? ଆଉ ଆମେ ନିଜେ ନିଜେ ଚଲେଇବେ ଆଉ କିଏ ଚଲେଇବେ? ନା ଆଚ୍ଛା ପାଣି କେଉଁଠିକି ଆଣୁଛନ୍ତି ମାଉସୀ? ନଦୀରେ ଯାଇଛି। ନଦୀର ଆପଣମାନେ ଦେଖିପାରୁଥିବେ ମାଉସୀଙ୍କର ପାଣି ବହରା ରାସ୍ତାଟା ହେଉଛି ଏରକମ ଅଛି ତା ତଳକୁ ନଦୀ ଅଛି ବହୁତ ବାଟରେ ନଦୀ ଅଛି ମାଉସୀ ଢେର ବାଟରୁ ପାଣି ଆଣିକି ତାଙ୍କୁ ଢାଳନ୍ତି। ତ ଠିକ୍ ଅଛି ମାଉସୀ ହଁ ଯିବା ବିଲାତି ବାଟିକି ଯିବା। ହଁ ଏଇନା ଆମ ଆମକୁ ଯେମାନେ ତମକୁ ଯେମାନେ ଦେଖୁଛନ୍ତି ତମ ଚାଷ ଟିକେ ସେମାନେ ଦେଖିଥିଲେ ଭଲ ହେଇଥାନ୍ତା ଆଉ ଯିବା ମାଉସୀ। ଚାଲ ଦେଖିବୁ। ହଁ ଦେଖିଥାନ୍ତେ ଟିକେ ଯିବା। ହଁ ଚାଲ ଲେଖା ତ କାଟ। ଦେଖିପାରୁଥିବେ ମାଉସୀ ଆମର ବର୍ତ୍ତମାନ ଆଗରେ ଚାଲିଛନ୍ତି ତାଙ୍କୁ ବାଇଗଣ ବାଡ଼ି ଆଡ଼କୁ ଯିବା। ମାନେ ଗୋଟେ ଲୋକ ମାନେ ଅସମ୍ଭବକୁ ସମ୍ଭବ କରିଛନ୍ତି ସେଇଟା ହେଉଛି ବହୁତ ବଡ଼ କଥା। ତ ଚାଲନ୍ତୁ ମାଉସୀ ଆମକୁ ବିଲାତି ବାଡ଼ି ମାଉସୀ ବିଲାତି ବାଡ଼ି ପହଞ୍ଚିଗଲେ ଆମେ ହଁ ପହଞ୍ଚିଗଲେ ହଁ ଟିକେ ରହ ଆମ ଦର୍ଶକମାନଙ୍କୁ ଟିକେ ଦେଖିଦେବା ବିଲାତି ବାଡ଼ିଟା କ'ଣ ଅଛି। ଇଏ ହେଉଛି ମାଉସୀଙ୍କର ବିଲାତି ସବୁ ଗଛ ରୁଆ ହେଇଛି ଆପଣମାନେ ଦେଖିପାରୁଥିବେ। ଆଚ୍ଛା ମାଉସୀ ବିଲାତି ଏହାର ତ ଛୋଟିଆ ଛୋଟିଆ ଗଛ ହେଇଛି ମାଉସୀ ଛୋଟିଆ ଛୋଟିଆ ନି ନଗାଇଛି। ଫୁଲ ଆସିନି ଗୋଟେ ଗୋଟେ ଫୁଲ ହଉଛି। ଚାଲଣ କେଠି ଫୁଲ ହେଇଛି ଦେଖିବା। ଆମେ ଚାଲିଛୁ ବର୍ତ୍ତମାନ କେଠି ଫୁଲ କି ଗଛ ହେଇଛି। ଆଚ୍ଛା ମାଉସୀ ଆଗଲା ଫୁଲ ଲଗେଇଛ ବୋଧେ ନା? ହଁ ଏଇ ଫୁଲ ହେଇଛି। ଫୁଲ ହେଇଛି ଦେଖିଦେବା ଆପଣ ଦେଖୁଥିବେ ଏଇ ଯେ ଫୁଲ ଗୋଟେ ଗୋଟେ ଧରିଲେ। ଏତେ ବଡ଼ ଜାଗା ଏତେ ବଡ଼ ଚାଷ ହଁ ତ ସେଟା ଯାହା ହଉ ମାଉସୀଙ୍କ ପାଇଁ ସମ୍ଭବ ହେଇଛି ସେ ତାଙ୍କର ନିଷ୍ଠାର ପରିଶ୍ରମର କଥା ଏଇଟା ସବୁ ରହିଛି। ତ ଏଇଟା ହେଉଛି ମାଉସୀଙ୍କର ଏଡ଼େ ହଁ ମାଉସୀ ହଁ ନାହିଁ ଫୁଲ ଆଉ ତ ଗଛ ସିଆଡ଼କୁ ନାହିଁ। ଅଛି। ସେଇ ଆମେ ବାଡ଼ ତମେ ବୋଧେ ଜାଲରେ ବାଡ଼ ବେଢ଼ିଛ ନାଇଁ କି? ହଁ ଜାଲର ଦେଖିପାରୁଥିବେ ଆପଣ ମାଉସୀ ବାଡ଼ ବେଢ଼ିଛନ୍ତି କିନ୍ତୁ ଦିନ ରାତି ମାଉସୀଙ୍କ ରହିତେ ହୁଏ ଏଇଠି। ତ ଏଇଟା ହେଉଛି ସରାଉଣ୍ଡିଂ ଆପଣଙ୍କର ଦେଖିଦେଲି ଏଇଠି ହେଉଛି ମାଉସୀଙ୍କର ଏମିତି ଗୋଟେ ନଜାରା ରହିଛି ଯେଉଁଠି ଆପଣ ଦେଖିପାରୁଥିବେ ସେଇ ଘରଟା ଆପଣଙ୍କୁ ତମ୍ବୁ ଘରଟା ଟିକେ ଦେଖିପାରୁଥିବେ ସେ ତାଠୁ ଆହୁରି ଅଛି 200 ମିଟର ପର୍ଯ୍ୟନ୍ତ ମାଉସୀଙ୍କର ଏରିଆ ଅଛି। ତ ମାଉସୀ ଚଲେଇଛନ୍ତି କାମ ତ ଠିକ୍ ଅଛି। ଭାଇ ଓ ଭଉଣୀମାନେ ଆପଣଙ୍କୁ କେମିତି ଲାଗିଲା ଭିଡ଼ିଓଟା କମେଣ୍ଟ କରିକି ନିଶ୍ଚିତ ଭାବରେ ଜଣାଇବେ। ଆପାତତଃ ମାଉସୀଙ୍କ ପାଇଁ ମାଉସୀର ପରିଶ୍ରମର କଥା ଆଉ ମାଉସୀଙ୍କର ଯେଉଁ ଜମି ଉପରେ ଭଲ ପାଇବାର କଥା ଆପଣ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇବେ କେମିତି ଲାଗିଲା। ଠିକ୍ ଅଛି ରହୁଛି ନମସ୍କାର। ପରବର୍ତ୍ତୀ ବ୍ଲଗ୍ରେ ମୁଁ କଥା ହେବି ଆପଣଙ୍କ ସାଙ୍ଗରେ। ତ ଆଉ ଥରେ ମାଉସୀ ହଉ କାମ ସରିନି କି? ଏଇଗୁଡ଼ା ଘାସ ଗା। ଆଚ୍ଛା ମୋ ଭାଇ ଭଉଣୀମାନଙ୍କ ପାଇଁ ଆପଣଙ୍କୁ ଆଉ ଥରେ ରିକ୍ୱେଷ୍ଟ କରିବି ଟିକେ ଠିଆ ହୁଅନ୍ତୁ ନା ମାଉସୀ ଟିକେ ଇଆଡ଼କୁ ଅନାନ୍ତୁ। ତ ଦେଖିପାରୁଥିବେ ଏଇ ବର୍ଷରେ ମାଉସୀ ତାଙ୍କର କରିଛନ୍ତି। ତ ତାଙ୍କ ପାଇଁ ଟିକେ ଲାଇକ୍ଟା ହେଇଯାଉ କମେଣ୍ଟଟା ହେଇଯାଉ ସେୟାରଟା ହେଇଯାଉ ଆଉ ମୂଳ କଥା ହେଲା ସବସ୍କ୍ରାଇବ୍ଟା ମାଉସୀଙ୍କ ପାଇଁ ଟିକେ ହେଇଯାଉ। ତ ରହୁଛି ଜୟ ଜଗନ୍ନାଥ। ପରବର୍ତ୍ତୀ ଭିଡ଼ିଓରେ ଆପଣଙ୍କ ସାଙ୍ଗରେ ଦେଖା ହେବ।